ପ୍ୟାନ୍ କାର୍ଡ଼ ହେଉଛି ଏକ ସ୍ଥାୟୀ ଚିହ୍ନ ପ୍ରମାଣପତ୍ର ଯାହାକି ଭାରତର ଆୟକର ବିଭାଗ ଦ୍ୱାରା ଆଦାୟ କରାଯାଏ। ପ୍ୟାନ୍ କାର୍ଡ଼ ଆୟକର ଦାଖଲ, ବ୍ୟାଙ୍କ ଖାତା ଖୋଲିବା ଓ ଅନ୍ୟାନ୍ୟ ଅର୍ଥନୈତିକ ଲେନଦେନ ପାଇଁ ଆବଶ୍ୟକ ହୋଇଥାଏ। ନାଗରିକଙ୍କ ପାଇଁ ଅନେକ ଦସ୍ତାବିଜ ରହିଛି, ସେଥିମଧ୍ୟରୁ ପ୍ୟାନ୍ କାର୍ଡ଼ ଅନ୍ୟତମ। ଏହି କାର୍ଡ଼ ବିନା ବ୍ୟାଙ୍କ ଟ୍ୟାକ୍ସ କାମ ଅଟକିଯିବ। ନିକଟରେ ସରକାର ଆରମ୍ଭ କରିଛନ୍ତି ପାନ୍-2। ଏଥିରେ ସମସ୍ତ ପାନ୍ କାର୍ଡ଼ଧାରୀଙ୍କୁ ଜାରି ହେବ ନୂଆ ପାନ୍ କାର୍ଡ଼। ତେବେ ଯେଉଁମାନଙ୍କ ପାଖରେ କାର୍ଡ଼ ଅଛି ତାଙ୍କୁ ଆଉ ଆପ୍ଲାଏ କରିବାକୁ ପଡ଼ିବ ନାହିଁ। ବିଭାଗ ତରଫରୁ କାର୍ଡ଼ ଧାରକଙ୍କ ପାଖକୁ ଆସିବ କାର୍ଡ଼। ଯଦି କାହା ନିକଟକୁ ନୂଆ କାର୍ଡ଼ ଯାଇ ପହଞ୍ଚୁଛି ତେବେ ତାଙ୍କୁ ପୁରୁଣା କାର୍ଡ଼ ସରେଣ୍ଡର କରିବାକୁ ହେବ। ଯଦି କୌଣସି ଲୋକ ନିକଟରେ ଆଗରୁ ପାନ୍ କାର୍ଡ଼ ଅଛି ଓ ସେ ଆଉ ଏକ କାର୍ଡ଼ ପାଇଁ ଆବେଦନ କରି ନୂଆ କାର୍ଡ଼ ପାଇଛନ୍ତି ତେବେ ସେ ଅସୁବିଧାରେ ପଡ଼ିପାରନ୍ତି। ଇନକମ୍ ଟ୍ୟାକ୍ସ ନିୟମ ମୁତାବକ କୌଣସି ନାଗରିକଙ୍କ ପାଖରେ କେବଳ ଗୋଟିଏ କାର୍ଡ଼ ରହିବା ଜରୁରୀ। ଯଦି ଦୁଇଟି କାର୍ଡ଼ ରହିଛି ତେବେ ଗୋଟିଏ କାର୍ଡ଼କୁ ତୁରନ୍ତ ୱିଡ୍ର କରିବା ଦରକାର। ବ୍ୟକ୍ତି ଦୁଇଟି କାର୍ଡ଼ ପାଇ ମଧ୍ୟ ଚୁପ୍ ବସିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଆଇଟି ନିୟମ ମୁତାବକ ଦଣ୍ଡବିଧାନ ହେବ। ଆୟକର ଅଧିନିୟମ ଧାରା 272B ଅନ୍ତର୍ଗତ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ହେବ। ଦୁଇଟି କାର୍ଡ଼ ରଖିବା ଅଭିଯୋଗରେ ବ୍ୟକ୍ତିଙ୍କୁ 10,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଭିଡ଼ିଓଟି ଭଲ ଲାଗିଲେ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରିନିଅନ୍ତୁ।